ମାଣବସା ଗୁରୁବାର ଆସୁଛି ତ ଆପଣମାନେ ବହୁତ ସାରା ପିଠା ବନାଉଥିବେ, କିନ୍ତୁ ଆଜି ବନେଇବା ଛୁଞ୍ଚି ପତ୍ର ପିଠା, ଯେଉଁଟାକି ମୋତେ ଲାଗେ ସବୁ ପିଠାରୁ ଏଇଟା ସବୁଠୁ ସହଜ ପିଠା ବନେଇବାର। ଖାଇବା ପାଇଁ ଯେମିତି ସୁଆଦିଆ, ବନେଇବା ବି ବହୁତ ହି ସହଜ। ତ ଏଇ ମାଣବସା ଗୁରୁବାରରେ ଆପଣ ଏମିତି ଛୁଞ୍ଚି ପତ୍ର ପିଠା ବନାନ୍ତୁ, ଯେଉଁଟାକି ଆପଣମାନେ ବହୁତ ହି ସହଜରେ ବନେଇ ପାରିବେ। ଆଉ ତା ବି ଦୁଇଟା ପ୍ରଣାଳୀରେ। ଆଉ ଆପଣମାନଙ୍କୁ ଦୁଇଟା ପ୍ରଣାଳୀ ମଧ୍ୟରୁ ଯେଉଁଟା ଭଲ ଲାଗିବ ଆପଣ ବନେଇକି ଆପଣଙ୍କର ମତାମତ ନିଶ୍ଚୟ ଦେବେ। ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ମୁଁ ଏଠି ଅରୁଆ ଚାଉଳ ନେଇଛି ଗୋଟେ ଗିନା। ତ ଛୁଞ୍ଚି ପତ୍ର ପିଠାରେ ସେମିତି କୌଣସି ମାପ ନଥାଏ, ଆପଣ ଯେତିକି ବନେଇବେ ସେ ଅନୁସାରେ 4 ରୁ 5 ଘଣ୍ଟା ପିଠା ଚାଉଳ ଯେଉଁଟାକି ସେଥିରେ ଭଲ ହେବ, ଆପଣ ସେ ଚାଉଳ ଭିଜେଇ ନେବେ। ତ ମୁଁ ଏଥିରେ 3-4 ଥର ଧୋଇକି 4 ରୁ 5 ଘଣ୍ଟା ଚାଉଳକୁ ଭଲସେ ଭିଜିବାକୁ ଦେଇଥିଲି। ତ ଚାଉଳ ଭିଜି ସାରିଲା ପରେ ଏଠି ଗୋଟେ ଛୋଟ ଗ୍ରାଇଣ୍ଡିଙ୍ଗ ଜାର୍ ନେଇଛି, ଯେଉଁଥିରେ କି ଆମର ଚାଉଳଟା ବହୁତ ହି ଚିକ୍କଣକିରି ବାଟି ହେଇପାରିବ। ତ ଆପଣ ଚାହିଁଲେ ଯଦି ଅଧିକା ପିଠା ବନାଉଛନ୍ତି ତ ଚାଉଳ ଆପଣ ବଡ଼ ଜାର୍ରେ ବି ବାଟି ପାରିବେ। ମୋତେ ଲାଗେ ଛୋଟ ଜାର୍ରେ ବାଟିଲେ ଟିକେ ବହୁତ ହି ଚିକ୍କଣ ହୁଏ। ତ ଏଠି ଅଳ୍ପ ପାଣି ଦେଇ ଦେଇଛି। ଦେଲା ପରେ ଚାଉଳକୁ ଆମେ ଭଲସେ ଗ୍ରାଇଣ୍ଡ କରିନେବା। ମୁଁ ଏଠି 2 ଥର ବାଟି ନେଇଛି। ତ ଆପଣ ଏମିତି ବାଟନ୍ତୁ ଯେମିତି ପୁରା ଆପଣଙ୍କୁ ହାତକୁ ଯେମିତି ଧରିଲେ ଯେମିତି କ୍ଷୀର ଟାଇପ୍ର ଲାଗିବ, ବହୁତ ହି ଚିକ୍କଣ। ଦେଖିପାରୁଥିବେ କେତେ ଚିକ୍କଣକିରି ବାଟି ହେଇଛି। ତ ଏଇ ଟାଇପ୍ର ବାଟିଲେ ଆପଣଙ୍କର ଛୁଞ୍ଚି ପତ୍ରର ଯେଉଁ ସୁଦୁଅଟା ଆପଣ ବନେଇବେ ବହୁତ ହି ପତଳା ବନିବ। ତ ମୁଁ 2 ଥର କରି ଏଠି ବାଟି ଆଣିଛି ଚାଉଳକୁ। ତ ଯେଉଁ ଜାର୍ରେ ଲାଗିଛି ତାକୁ ଆମେ ଧୋଇକି ଏଠି ପାଣି ଦେଇଦେବା। ଯଦି ଆପଣ ଖଦଡ଼ା ବାଟୁଛନ୍ତି ଆପଣଙ୍କ ପିଠାଟା ଏତେ ଭଲସେ ହେବନି। ତ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇ ଦେଇଛି। ଲୁଣ ଦେଲା ପରେ ସବୁକୁ ଏଠି ଗୋଳେଇ ନେବା। ତ ଏଇ ପ୍ରୋସେସ୍ରେ ଆପଣ ମାଣବସା ଗୁରୁବାର ନିଶ୍ଚିନ୍ତ ଛୁଞ୍ଚି ପତ୍ର ପିଠା ବନାନ୍ତୁ। ଆଉ ଏଇ ପିଠା ବନେଇବା ପାଇଁ ଭିଡ଼ିଓଟା ଜମା ସ୍କିପ୍ ନ କରି ପୁରା ଦେଖନ୍ତୁ। ତ ଦେଖିପାରୁଥିବେ କେତିକି ପତଳା ଅଛି, ଯେମିତି ଡଙ୍କି ଦେହରେ ଗୋଟେ କୋଟ୍ ହେଉଛି ସେଇ ଟାଇପ୍ର। ଆଠୁ ବି ଆହୁରି ପତଳା ଆପଣ ବନେଇ ପାରିବେ। ତାକୁ ମୁଁ ଏଠି ଘୋଡ଼େଇକି 1 ଘଣ୍ଟା ରେଷ୍ଟରେ ରଖିଦେଇଥିଲି। ତ ତା ମଧ୍ୟରେ ମୁଁ ଏଠି ବନେଇ ନେଇଛି ଛୁଞ୍ଚି ପତ୍ର ପିଠା ପାଇଁ ପୁରଟା। ତ ପୁରଟା ଆପଣ ଏମିତି ବନାନ୍ତୁ ଖାଇଲେ ଯେମିତି ବହୁତ ହି ଟେଷ୍ଟି ଲାଗିବ। ତ ଏଠି ଗୁଆ ଘିଅ 1 ଚାମଚ ଦେଇଛି। ଯଦି ଗୁଆ ଘିଅ ଆପଣଙ୍କୁ ପସନ୍ଦ ନାହିଁ ତ 1 ଚାମଚ ପାଣି ଦେଇପାରିବେ। ତ ଅଧା ଗିନା ଗୁଡ଼ ନେଇଛି, 2 ରୁ 3 ଚାମଚ ଚିନି ନେଇଛି। ଆପଣ ଖାଲି ଗୁଡ଼ରେ ବି ବନେଇ ପାରିବେ, ଖାଲି ଚିନିରେ ବି ଆପଣ ପୁରଟା ବନେଇ ପାରିବେ। ତ ଗୁଆ ଘିଅଟା 1 ଚାମଚ ଦେଲେ କ'ଣ କି ଆମର ପୁରଟା ବଢ଼ିଆ ବାସ୍ନା ହେବ। ତ ଟିକେ ସମୟ 1 ମିନିଟ୍ ଚିନି ଆଉ ଗୁଡ଼ ମେଲ୍ଟ ହେଲା ପରେ ମୁଁ ଏଠି ନେଇଛି ନଡ଼ିଆ କୋରା। ଗୋଟେ ମିଡ଼ିୟମ୍ ସାଇଜ୍ର ଗୋଟେ ନଡ଼ିଆକୁ ଏଠି କୋରିକି ନେଇଛି। ତ ନଡ଼ିଆ ପକାଇଲା ପରେ 1 ମିନିଟ୍ ଆମେ ଗୁଡ଼ ଆଉ ଚିନି ସହିତ ଭାଜି ନେବା। ତ ମୁଁ ଏଠି ନେଇଛି 1 ଚାମଚ ଗୋଲମରିଚ ଗୁଣ୍ଡ ଆଉ ଖଣ୍ଡେ ଅଦାକୁ ମୁଁ ଏଠି ଛେଚିକି ନେଇଛି। ତ ଗୋଲମରିଚ ଆଉ ଅଦାର ବାସ୍ନାଟା ବହୁତ ହି ବଢ଼ିଆ ଲାଗେ ପୁରରେ। ଯଦି ଆପଣ ଚାହିଁଲେ ଗୁଜୁରାତି ବି ଗୁଣ୍ଡ କରିକି ଛେଚିକି ପକାଇ ପାରିବେ। ଏଠି ମୁଁ ନେଇଛି ଛେନା। ତ ପୁରଟା ଯେତେ ଆପଣ ଭଲସେ ବନେଇବେ ଆପଣଙ୍କର ପିଠାଟା ସେତେ ଭଲ ହେବ। ମଣ୍ଡା ହଉ କି କାକରା ହଉ, ଆପଣ ଯଦି ପୁରଟା ଭଲସେ ବନେଇଥିବେ ତ ଆପଣଙ୍କର ପିଠାଟା ବହୁତ ହି ବଢ଼ିଆ ହେବ। ତ ଛେନା ପକାଇଲା ପରେ 3 ରୁ 4 ମିନିଟ୍ ଭଲସେ ଆମେ ଭାଜି ନେବା, ଯେମିତି ଆମେ ତ ମାନେ ନଡ଼ିଆ ଛେନା ଭଲସେ ଭାଜି ହେଇଯିବ। ତ ଏଠି ଦେଖିପାରୁଥିବେ ଭଲସେ ଭାଜି ହେଇଗଲାଣି। ଥଣ୍ଡା ହେଲା ପରେ ପୁରା ଶୁଖା ହେଇଯିବ। ତ ଏଠି ଗ୍ୟାସ୍ର ଏଇଟା ଆମେ ବନ୍ଦ କରିନେବା। ତ ପୁରଟାକୁ ଭଲସେ ଥଣ୍ଡା ହେବା ପାଇଁ ଦେବା। ତ ମୁଁ ଏଠି 1 ଘଣ୍ଟା ପରେ ଦେଖୁଛି। ତ ଆମର ଯେଉଁ ଚାଉଳ ବାଟିକି ଥୋଇଥିଲେ ଟିକେ ଏଠି ବହଳିଆ ହେଇଯାଇଛି। ତ ଆପଣ ଯେଉଁ ଛୁଞ୍ଚି ପତ୍ର ପିଠା ବନାଉଛନ୍ତି ଆପଣଙ୍କର ଚାଉଳ ବଟାଟା ଯେତେ ପତଳା ହେବ ଆପଣଙ୍କର ପିଠାଟା ସେତେ ବଢ଼ିଆ ହେବ। ମୁଁ ଏଠି ଅଳ୍ପ ପାଣି ଦେଇ ଦେଇଛି। ତ ପାଣି ଦେଲା ପରେ ସବୁକୁ ଭଲସେ ଗୋଳେଇ ନେବା। ତ ମୁଁ ଏଠି ଗୋଟେ ଜାଗାରେ ପାଣି ଟିକେ ନେଇଛି, ଯେଉଁଥିରେ କି ଆପଣ ଯେଉଁ ଛୁଞ୍ଚି ପତ୍ର ପିଠା ବନେଇବେ ଆପଣ ସଫା ଧୋତି କପଡ଼ା ନେଇପାରିବେ। ମୁଁ ଏଠି ଗୋଟେ ନୂଆ ରୁମାଲକୁ ଧୋଇକି ନେଇଛି। ତ ଆପଣ ଯେତିକି ଚଉଡ଼ାରେ ଆପଣ ପିଠା ବନେଇବେ ସେ ଅନୁସାରେ କପଡ଼ାକୁ ସେଇ ସାଇଜ୍ରେ ଆପଣ ଚଉଡ଼ାରେ ରଖିକି, ଆପଣ ଯଦି ଡାଇରେକ୍ଟ ଆକୁ ବନାଉଛନ୍ତି ତ ଚାଉଳ ବଟାଟା ରୁମାଲରେ ପିଇଯିବ। ତାକୁ ଭଲସେ ଓଦା କରିକି ଚିପୁଡ଼ି ନେବେ। ଆମର ଏଥିରେ ପିଠା ବନେଇବା ପାଇଁ ରେଡ଼ି ହେଇଗଲା। ମୁଁ ଏଠି ନନଷ୍ଟିକ୍ ତାୱା ନେଇଛି। ଆପଣ ଯଦି ଲୁହା ତାୱାରେ ବନାଉଛନ୍ତି ତ ଆପଣଙ୍କ ତାୱାଟା ଭଲସେ ତେଲ ପିଇବା ଦରକାର, ନହେଲେ ଆପଣଙ୍କର ପିଠା ଉଠିବନି। ତ ତେଲ ଟିକେ ଦେଲା ପରେ ଏଠି ମୁଁ ଗୋଟେ ଟିସ୍ୟୁ ପେପରରେ ପୋଛି ନେଉଛି, ଯାହାଦ୍ୱାରା କି ପିଠାଟା ଭଲସେ ଆପଣ ଯେତେବେଳେ ବନେଇବେ ତ ଠିକ୍ସେ ବନି ପାରିବ। ଏଠି ମୁଁ ଚାଉଳ ବଟାରେ ରୁମାଲଟାକୁ ବୁଡ଼େଇକିରି ଦେଖିପାରୁଥିବେ ଏଠି ପିଠା ବନେଇ ନେଉଛି।
आउ केते पतला भी बनुची आपण देखिपारे। तो 30 सेकंड आम छाड़ी दवा। तो देखिपे पूरा माने हमर पिठाटा पूरा सुखिला हो गलानी। तो ता देहरे आपण जति पूरा देबा कथा दे परिबे। तो एठी गुआ घिओ टिके मु पिठा देहरे टिके गुआ घिओ लगे दोची। आपण तेल कि घिओ किंबा न देले भी पिठा भलसे उठिबो किंतु बासनाटा भल दबो। तो एमती देखि पाथु केते पूरा पतला हेची। तो एई भली आपण पिठा बनांतु आपणकर छुंची पत्र पिठा पूरा परफेक्ट बनिबो। मत लगुच पिठाटा सब छुंची पत्र पिठा बनवा बहुत सहज। तो यहीटा गोटे प्रोसेस मु आउ गोटे प्रोसेस आपको देखा सेम ये जमी गुरुवार चिता पकाती छिंचा से टाइप रो टिके तावा आसना हम गैस आसना हम कि प्रोसेसटा भी आप थरटे ट्राए करूँ। तो जी पिठा बनबे तावाटा को कभर है भाई आपमती छिंचा दौरान से टाइप देदेवे। जदि आप रुमाल न बन पार्छन तो एमती थे बनातु। तो टिके समय छाड़ा पर गुआ घिओ टिके लगे दूची। तो ये मझे आम पूरा देदेबा। जो पिठा बनाऊँ मीडियम हीट रे बनातु। तो देखिपे केते सहजरे उठी जाउची जेमती आपण फोल्डिंग कर छुंची पत्र पिठारे सेमती फोल्ड करनेबे। आपण को माने पिठा बनैबार तरीका भल लगिला निश्चिंत कमेंट माध्यम रे कहिबे। तो ये आमर छुंची पत्र पिठा बनिकी रेडी हैला आ केते नरम बनीची आपण देखंतु। आज रेसिपीटा आपण मानक केमती लगिला निश्चिंत कमेंट करेंगे। जदि वीडियोटा प्रथम थर देखुंत कि मो चैनल प्रथम थर आछंती चैनल को सब्सक्राइब करनेबे। आ वीडियोटी भल लगुच जदि वीडियो को गोटे लाइक करनेबे। जेहेतु मार्गशीर मास आसुची तो रेसिपीटा निश्चिंत शेयर करनेबे समस्ते जेमती बनेकी खाई परिवे। आ देखंतु केते पतला बनीची। तो पुणी आसी गोटे नुआ रेसिपी सहित